ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଆମେ ସମସ୍ତେ ବ୍ୟବହାର କରୁଥିବା ଟେଲିଫୋନ ବିଷୟରେ। ଟେଲିଫୋନ ଉଦ୍ଭାବନର କାହାଣୀ। ଟେଲିଫୋନ ଉଦ୍ଭାବନ ସର୍ବାଧିକ ଶ୍ରେୟ ପ୍ରାପ୍ତ ଉଦ୍ଭାବକ ହେଉଛନ୍ତି ଆଲେକ୍ଜାଣ୍ଡାର ଗ୍ରାହାମ ବେଲ୍। ତାଙ୍କୁ ଏହି ଉପକରଣ ପାଇଁ ପ୍ରଥମ ଆମେରିକା ପେଟେଣ୍ଟ 7 ମାର୍ଚ୍ଚ 1876ରେ ପ୍ରଦାନ କରାଯାଇଥିଲା। ସଫ୍ଟ ପ୍ୟାକର ପ୍ରଥମ ସଫଳ ପ୍ରସାରଣ କିଛି ଦିନ ପରେ 10 ମାର୍ଚ୍ଚ 1876ରେ ଘଟିଥିଲା। ଯେତେବେଳେ ବେଲ୍ ତାଙ୍କର ସହାୟକ ଥମାସ ୱାଟସନଙ୍କୁ ତାଙ୍କ ପ୍ରସିଦ୍ଧ ଶବ୍ଦ କହିଥିଲେ, ମିଷ୍ଟର ୱାଟସନ, ଏଠାକୁ ଆସନ୍ତୁ, ମୁଁ ଆପଣଙ୍କୁ ଦେଖା କରିବାକୁ ଚାହୁଁଛି। ତଥାପି ଇତିହାସ ଜଟିଳ ଏବଂ ଅନ୍ୟ ଉଦ୍ଭାବକମାନେ ପ୍ରଯୁକ୍ତି ବିଦ୍ୟାରେ ଅବଦାନ ରଖିଥିଲେ। ଆଣ୍ଟୋନିଓ ମିଓଚି ଜଣେ ଇଟାଲୀୟ ଉଦ୍ଭାବକ 1849 ମସିହାରେ ଏକ ମୌଳିକ ଫୋନ ବିକଶିତ କରିଥିଲେ ଏବଂ 1871ରେ ସେ ଏହାର ପେଟେଣ୍ଟ ଦାଖଲ କରିଥିଲେ, କିନ୍ତୁ ସେ ଏହାକୁ ନବୀକରଣ କରିବାକୁ ସକ୍ଷମ ହୋଇନଥିଲେ। 2002ରେ ଆମେରିକାର ପ୍ରତିନିଧି ସଭା ତାଙ୍କ ଅଗ୍ରଣୀ କାର୍ଯ୍ୟକୁ ସ୍ୱୀକାର କରି ଏକ ପ୍ରସ୍ତାବ ପାସ୍ କରିଥିଲା। ଏଲିସା ଗ୍ରେ ବେଲ୍ଙ୍କ ପେଟେଣ୍ଟ ଆବେଦନ ସହିତ ସମାନ ଦିନ ଏକ ସମାନ ଟେଲିଫୋନ ଡିଜାଇନ ପାଇଁ ଏକ ପେଟେଣ୍ଟ କ୍ୟାଭିଏଟ୍ ଦାଖଲ କରିଥିଲେ, ଯାହା ଶେଷରେ ବେଲ୍ ଜିତିଥିଲେ। ଜୋହାନ ଫିଲିପ ୟୁଏସ୍ 1860 ଦଶକରେ ପ୍ରାରମ୍ଭରେ ଏକ ଉପକରଣ ବିକଶିତ କରିଥିଲେ ଯାହା ଇଲେକ୍ଟ୍ରୋନିକ ସଂକେତ ମାଧ୍ୟମରେ ସ୍ୱର ପ୍ରସାରଣ କରିପାରିବ, ଯାହାକୁ କେତେକ ସମୟରେ ପ୍ରଥମ ଆଧୁନିକ ଟେଲିଫୋନ ଭାବରେ ଉଦ୍ଧୃତ କରାଯାଏ, ଯଦିଓ ପ୍ରସାରଣର ଗୁଣବତ୍ତା ଖରାପ ଥିଲା। ଆଲେକ୍ଜାଣ୍ଡାର ଗ୍ରାହାମ ବେଲ୍ ପ୍ରଥମ ଆମେରିକା ପେଟେଣ୍ଟ ପାଇବା ଏବଂ ଉଦ୍ଭାବକକୁ ବାଣିଜ୍ୟର ଭାବରେ ସଫଳ କରିବା ପାଇଁ ସ୍ୱୀକୃତି ପ୍ରାପ୍ତ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।